ଆଜି ପଢ଼ମା 10 କ୍ଲାସ୍ର ସାହିତ୍ୟ ସିନ୍ଧୁ ବହି ପାଠନା ବନ୍ଦେ ଉତ୍କଳ ଜନନୀ ପଦ୍ୟରୁ ପଢ଼ମା। ଲେଖକ ଲକ୍ଷ୍ମୀକାନ୍ତ ମହାପାତ୍ର କବିର ପରିଚୟ ପଢ଼ମା। ଆଜି ୟୁନିଟ୍ 1 ଏଇଟା ଫାର୍ଷ୍ଟ ଏଇଟା ପଢ଼ମା। ସେକେଣ୍ଡ ପାଠ ଯେଟା ଦେଇଯିବା ସେ ଲେଖା ପଢ଼ମା। ଲକ୍ଷ୍ମୀକାନ୍ତ ମହାପାତ୍ର 1858 ମସିହାରେ ଜନ୍ମଗ୍ରହଣ କରିଥିଲେ। 1953 ମସିହାରେ ମୃତ୍ୟୁବରଣ କରିଥିଲେ। ଓଡ଼ିଶାରେ କାନ୍ତକବି ଭାବରେ ସୁପରିଚିତ ଥିଲେ। ଓଡ଼ିଆ ଭାଷା ସାହିତ୍ୟରେ ଉଲ୍ଲେଖଯୋଗ୍ୟ କୃତି ସମୂହ ରଚନା ଦ୍ୱାରା ସେ କାଳଜୟୀ ସ୍ରଷ୍ଟା ରୂପେ ସୁଖ୍ୟାତ। ସେ 1858 ମସିହାରେ ଡିସେମ୍ବର ମାସ 9 ତାରିଖ ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ନାମ ରଖାଯାଇଥିଲା ଲକ୍ଷ୍ମୀକାନ୍ତ ଓ ତାଙ୍କ ପିତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଥିଲେ। ଜମିଦାର ସମ୍ପର୍କିତ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତାଳବୁଦା ଗ୍ରାମର ବାସିନ୍ଦା। ତାଙ୍କ ମାତା ରାଧାମଣୀ ଦେବୀ ଥିଲେ କଣ୍ଟାବଡ଼ ଜମିଦାର କନ୍ୟା। ସେ କଟକ ବାଲେଶ୍ୱର ଠାରେ ହାଇସ୍କୁଲ ଶିକ୍ଷା ସମାପ୍ତ କରି କଲିକତା ସ୍ଥିତ ରିବନରେ କଲେଜ ଓ କଟକରେ ରେଭେନ୍ସା କଲେଜରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ଭାଗ୍ୟର ବିଡ଼ମ୍ବନା ଶାରୀରିକ ଅସୁସ୍ଥତା ହେତୁ ଶିକ୍ଷା କ୍ଷେତ୍ରରେ ଅଧିକ ଆଗେଇ ନ ପାରିବାକୁ ଗୁରୁ ବାବାଜୀ ରାମ ଦାସଙ୍କ ପ୍ରରୋଚନାରେ ସେ ସଙ୍ଗୀତରେ ମନୋନିବେଶ କରିଥିଲେ। ଓଡ଼ିଆ ସାହିତ୍ୟର ବହୁବିଧ ବିଭାଗର ଲେଖନୀ ଚାଳନା କରି ସେ ନିଜର ସ୍ୱତନ୍ତ୍ର ସାହିତ୍ୟିକ ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ରଚିତ ସ୍ମରଣୀୟ କୃତିଗୁଡ଼ିକ ହେଉଛି କଣାମାମୁଁ ଉପନ୍ୟାସ, ଜୀବନ ସଙ୍ଗୀତ ଓ ସଙ୍ଗୀତ ଗୁଚ୍ଛ, ଦେହୀପଦ ପଲ୍ଲବ, ମୁଦରାମ ଓ ଗଳ୍ପ ସଂକଳନ, ଚଟକ ଚନ୍ଦ୍ରହାସ, ଚମ୍ପୁ ଲାଲିକା, ସରୁରିମାଦ୍ୟ, ପ୍ରବନ୍ଧ ସଂକଳନ ଓ ପ୍ରଭୃତି। ତାଙ୍କର ଗଳ୍ପ ବୁଢ଼ାଶଙ୍ଖାରୀ ଓ କବିତା ସବୁଥିର ବଞ୍ଚିତ କରି ଓଡ଼ିଶାର ଜନମାନସରେ ବେଶ୍ ପରିଚିତ। 1937 ମସିହାରେ ପ୍ରକାଶିତ ଡଙ୍ଗର ପତ୍ରିକାରେ ସେ ଥିଲେ ପ୍ରତିଷ୍ଠା ସମ୍ପାଦକ। ଜାତୀୟବାଦୀ ଚେତନା ଓ ଦେଶାତ୍ମକବୋଧ ଭାବନାରେ ଏ ମନୋଜ୍ଞାନ କୃତି ତାଙ୍କର ରଚିତ। ବନ୍ଦେ ଉତ୍କଳ ଜନନୀ ଏହି ଗୀତଟି ଓଡ଼ିଶା ସରକାରଙ୍କ ଦ୍ୱାରା 2020 ମସିହା ରାଜ୍ୟ ସଂଗୀତ ମାନ୍ୟତା ଲାଭ କରିଛନ୍ତି। ପିଲାମାନେ ଏତେ ପଢ଼ମା। ଏଇଟା ଫାର୍ଷ୍ଟ ୟୁନିଟ୍ 1 ଆଉ ଯେନ୍ଟା ପାଠ ଦିଆଯାଇଛେ ସେଟା ସେକେଣ୍ଡ ଭିଡ଼ିଓ ନାଇବା ଆଉ କ୍ୱେଶ୍ଚନ୍ ଆନ୍ସର୍ ବି 3 ନମ୍ବର ନାଇବା ୟୁନିଟ୍ 3 ନା ଯେନ୍ଟା ଆମର ଚାପ୍ଟର 3 କର୍ମା। ଫାର୍ଷ୍ଟ ପାର୍ଟ 1, ପାର୍ଟ 2, ପାର୍ଟ 3। ପିଲାମାନେ ଭିଡ଼ିଓ ଲାଇକ୍ କର, ଫାର୍ଷ୍ଟ ସବସ୍କ୍ରାଇବ୍ କର ଆଉ ସେୟାର କର।